हेलो एवरीवन जय जगन्नाथ वेलकम टू एजुके। तो चतुर्थ ପିଲାମାନେ ମୁଁ ତମମାନଙ୍କ ପାଇଁ ତମର ସମର ହଲିଡେ ଯୋଉ ମାସ 2026 ବା 2026ର ତମର ଯୋଉ ଖରା ଛୁଟି ବା ଗ୍ରୀଷ୍ମ ପ୍ରବାହ ଛୁଟିର ଗୃହ କାର୍ଯ୍ୟ ପ୍ରଶ୍ନ ନେଇ ଆସି ପ୍ଲାନ୍ ଏଇ ଭିଡ଼ିଓରେ ଆମେ ପ୍ରଶ୍ନ ଡିସ୍କସନ୍ କରିବା। କାରଣ ନେକ୍ସଟ ଭିଡ଼ିଓ ବା ସେପାରେଟ୍ ଭିଡ଼ିଓ ମୁଁ ଗୋଟେ କରିବି ଆନ୍ସର ପାଇଁ ଗୋଟେ ସେପାରେଟ୍ ଭିଡ଼ିଓ କରିବି, ଯାହାକି ଆମ ଚ୍ୟାନେଲରେ ବହୁତ ଜଲ୍ଦି ଅପଲୋଡ଼ ହେବ। ତ ଆନ୍ସର ପାଇଁ ସମସ୍ତେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅ, ଜଲ୍ଦି ଯାଇକି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅ ଏବଂ ନିଜ ଭିଡ଼ିଓ ନିଜ ସାଙ୍ଗମାନଙ୍କ ମଧ୍ୟ ସେୟାର କରିଦିଅ, ଲାଇକ୍ ମଧ୍ୟ କରିଦିଅ। ପିଲାମାନେ ଯାହାକୁ ଆନ୍ସର ଦରକାର ଜଲ୍ଦି କମେଣ୍ଟ ସେକ୍ସନରେ ଯାଇ ଆନ୍ସର କମେଣ୍ଟ କରିଦିଅ। ତ ପିଲାମାନେ ଚାଲନ୍ତୁ ଲେଟ୍ ନ କରି ତମର ଶ୍ରେଣୀ ଚତୁର୍ଥର ଭାଷା ବିଷୟର 1 ନମ୍ବର କ୍ୱେଶ୍ଚନ କ'ଣ ଦେଇଛି ଦେଖିବା। 1 ନମ୍ବର କ୍ୱେଶ୍ଚନ ଦେଇଛି ଭାଇ ଭଉଣୀ ଓ ସାଙ୍ଗସାଥୀଙ୍କୁ ଟିକେ ଟିକେ ପଦ୍ୟଟିକୁ ଉପଯୁକ୍ତ ଭାବଢଙ୍ଗୀରେ ସହ ପଢ଼ି ଶୁଣାଅ ଓ ମନେ ରଖ। ସେଥିରେ ଥିବା ସମାନତା ଗୁଡ଼ିକୁ ଖୋଜି ଲେଖ, ଯେପରି ସିନ୍ଧୁ ବିନ୍ଦୁ। ପିଲାମାନେ ସିନ୍ଧୁ ବିନ୍ଦୁ ପରି ଯୋଉ ସମାନତା ଶବ୍ଦ ରହିଛି ତାକୁ ପଢ଼ି ଲେଖ ବା ଆଉ ତାକୁ ଖୋଜି ଲେଖ। ନେକ୍ସଟ 2 ନମ୍ବର ହଜିଲା ଦିନର କଥା ପ୍ରସଙ୍ଗଟିକୁ ଘରେ ଅନ୍ୟମାନଙ୍କୁ ପଢ଼ି ଶୁଣାଅ। ପିଲାମାନେ ତମର ଯୋଉ ବହିରେ ଅଛି ହଜିଲା ଦିନର କଥା, ସେ ପ୍ରସଙ୍ଗଟିକୁ ଘରର ଅନ୍ୟମାନଙ୍କୁ ପଢ଼ିକି ଶୁଣାଅ। ନେକ୍ସଟ 3 ନମ୍ବର କ'ଣ ନା ମଧୁବାବୁଙ୍କ ପରି ଓଡ଼ିଶାର ଅନ୍ୟ ବରପୁତ୍ର ମାନଙ୍କର ନାମ ଭାଇ ଭଉଣୀ ଓ ସାଙ୍ଗସାଥୀଙ୍କ ଠାରୁ ବୁଝି ଲେଖ। ପିଲାମାନେ ମଧୁବାବୁଙ୍କ ପରି କିଏ ଅନ୍ୟ ବରପୁତ୍ର ରହିଛନ୍ତି ତ ତାଙ୍କ ନାମ ତମ ଭାଇ ଭଉଣୀଙ୍କ ଠାରୁ ବୁଝି ଲେଖ। ନେକ୍ସଟ ତମର 4 ନମ୍ବର କ'ଣ ଅଛି? 4 ନମ୍ବର ଅଛି ତୁମକୁ ଭଲ ଲାଗୁଥିବା 10ଟି ଚିତ୍ର ଅଙ୍କନ କର, ତାର ନାମ ଲେଖ ଓ ପ୍ରତିଟି ଚିତ୍ର ବିଷୟରେ 2ଟି ଧାଡ଼ି ଲେଖ। ପିଲାମାନେ ତମକୁ ଭଲ ଲାଗୁଥିବା ଯେକୌଣସି 10ଟି ଚିତ୍ର ଅଙ୍କନ କର। ପିଲାମାନେ ତମକୁ ଭଲ ଲାଗୁଥିବା ଯେକୌଣସି 10ଟି ଚିତ୍ର ଅଙ୍କନ କର, ତାର ନାମ ଲେଖ, ପ୍ରତି ଚିତ୍ର ବିଷୟରେ 2 ଧାଡ଼ି ଲେଖିବ। ନେକ୍ସଟ ତମର ଗଣିତ ଭାଷା ଗଲା। ଗଣିତ କ'ଣ ଦେଇଛି? ଗଣିତର 1 ନମ୍ବର କ'ଣ ଥିଲା? 1 ନମ୍ବର ଥିଲା ସ୍କେଲ ବ୍ୟବହାର କରି ବିଭିନ୍ନ ମାପର 10ଟି ରେଖାଖଣ୍ଡ ଅଙ୍କନ କର। ପିଲାମାନେ ତମର ସ୍କେଲ ବ୍ୟବହାର କରିକି ବିଭିନ୍ନ ମାପର 10ଟି ରେଖାଖଣ୍ଡ ଅଙ୍କନ କରିବ। ନେକ୍ସଟ 2 ନମ୍ବର କ'ଣ ଥିଲା? ଯେପରି ଇଂରାଜୀ ଅକ୍ଷର ଏ ରେ 3ଟି ରେଖାଖଣ୍ଡ ଅଛି, ସେହିପରି ଇ ଏଫ୍ ଏଚ୍ ଆଇ କେ ଏଲ୍ ଏମ୍ ଏନ୍ ଟି ଭି ଡବ୍ଲ୍ୟୁ ଏକ୍ସ ୱାଇ ଜେଡ୍ ଅକ୍ଷର ଗୁଡ଼ିକରେ କେତୋଟି ରେଖାଖଣ୍ଡ ଅଛି ଲେଖ। ପିଲାମାନେ ଯୋଉ ଅକ୍ଷର ଗୁଡ଼ିକ ରହିଲା ଏଥିରେ କେତୋଟି ରେଖାଖଣ୍ଡ ଅଛି ଲେଖିବ। ନେକ୍ସଟ ତମର 3 ନମ୍ବର କ'ଣ ଥିଲା? 2ଟି ଲେଖାଏଁ ଡିଆସିଲ୍ କାଠିର 2 ମୁଣ୍ଡକୁ ଯୋଡ଼ି 5ଟି ଲେଖାଏଁ ସ୍ଥୂଳକୋଣ ସୂକ୍ଷ୍ମକୋଣ ତିଆରି କର। ପିଲାମାନେ 2ଟି ଲେଖାଏଁ ଡିଆସିଲ୍ କାଠିର 2 ମୁଣ୍ଡକୁ ଯୋଡ଼ି 5ଟି ଲେଖାଏଁ ସ୍ଥୂଳକୋଣ ସୂକ୍ଷ୍ମକୋଣ ତିଆରି କରିବ। ନେକ୍ସଟ 4 ନମ୍ବର କ'ଣ ଥିଲା? ତୁମ ଆଖପାଖରେ ଯେଉଁଠି ସମକୋଣ ଦେଖିବାକୁ ପାଉଛ ତାର ତାଲିକା କର। ତମ ଆଖପାଖରେ ଯେକୌଣସି ସମକୋଣ ଟାଇପର ଯୋଉ ବସ୍ତୁ ଦେଖିବାକୁ ପାଉଛ ତାର ତାଲିକା କରିବ। ନେକ୍ସଟ 5 ନମ୍ବର ଘରେ ଥିବା ଘଣ୍ଟାକୁ ନିରୀକ୍ଷଣ କର, କେଉଁ ସମୟରେ କିଭଳି କୋଣ ସୃଷ୍ଟି ହେଉଛି ତାହା ଲେଖ। ଯେପରି 3ଟା ବାଜିଲେ ସମକୋଣ, ପିଲାମାନେ ଯେପରି 3ଟା ବାଜିଲେ ସମକୋଣ ସେଇପରି ଲେଖିବ। ନେକ୍ସଟ 6 ନମ୍ବର 1 ଠାରୁ 9 ପର୍ଯ୍ୟନ୍ତ ଅଙ୍କକୁ ନେଇ 3 ଅଙ୍କ ବିଶିଷ୍ଟ ଯେତୋଟି ସଂଖ୍ୟା ହୋଇପାରିବ ତିଆରି କର। ପିଲାମାନେ 1 ଠାରୁ 9 ପର୍ଯ୍ୟନ୍ତ ଅଙ୍କକୁ ନେଇ 3 ଅଙ୍କ ବିଶିଷ୍ଟ ଯେତୋଟି ସଂଖ୍ୟା ହୋଇପାରିବ ସେଇଟା ତିଆରି କର। ନେକ୍ସଟ 7 ନମ୍ବର ତୁମ ଘରର କୋଠରୀ ବାରଣ୍ଡାକୁ ପାଦରେ ମାପ ଏବଂ କବାଟ ବା ଝରକାକୁ ହାତରେ ମାପ। ଖାତା ଓ ବହିକୁ ଆଙ୍ଗୁଳିରେ ମାପି ଲେଖ। ନେକ୍ସଟ 8 ନମ୍ବର କ'ଣ ଥିଲା? 8 ନମ୍ବର କ'ଣ ଦେଇଛି? 8 ନମ୍ବର ତମ ପ୍ଲାନ୍ ଦେଇଛି 10ଟି 3 ଅଙ୍କ ବିଶିଷ୍ଟ ସଂଖ୍ୟା ଲେଖ, ପ୍ରତ୍ୟେକ ସଂଖ୍ୟାର ସ୍ଥାନୀୟ ମାନକୁ ଖାତାରେ ସାରଣୀ ତିଆରି କରି ଲେଖ। ପିଲାମାନେ 10ଟି 3 ଅଙ୍କ ବିଶିଷ୍ଟ ସଂଖ୍ୟା ଲେଖିବ, ପ୍ରତ୍ୟେକ ସଂଖ୍ୟାର ସ୍ଥାନୀୟ ମାନକୁ ଖାତାରେ ସାରଣୀ ତିଆରି କରି ଲେଖିବ। ତମର ସଂଖ୍ୟା ଶତକ ଦଶକ ଏକକ। ନେକ୍ସଟ ତମର ପ୍ଲାନ୍ ଗଣିତ କଲା। ଏବେ ଆସିଲା ବିଜ୍ଞାନର 1 ନମ୍ବର କ'ଣ ଦେଇଛି? ବିଜ୍ଞାନ 1 ନମ୍ବର ଦେଇଛି ବିଭିନ୍ନ ପ୍ରକାର ଔଷଧୀୟ ପତ୍ର ଗୁଡ଼ିକୁ ସଂଗ୍ରହ କରି ନିଜ ଖାତାରେ ଲଗାଅ ଓ ପତ୍ରର ନାମ ଲେଖ। ନେକ୍ସଟ 2 ନମ୍ବର କ'ଣ ଦେଲା? ଜଳକୁ ଆମେ କେଉଁ କାମରେ ବ୍ୟବହାର କରୁ ତାର ଏକ ତାଲିକା ପ୍ରସ୍ତୁତ କର। 3 ନମ୍ବର କ୍ୱେଶ୍ଚନ କ'ଣ ଦେଇଛି? ତୁମ ପରିବେଶରେ ଦେଖୁଥିବା ବିଭିନ୍ନ ଗଛକୁ ନିମ୍ନ ସାରଣୀରେ ସଜାଇ ଖାତାରେ ଲେଖ। 4 ନମ୍ବର କ'ଣ ଦେଲା? ବିଜ୍ଞାନର 4 ନମ୍ବର କ'ଣ ଦେଇଛି? ଖାତାରେ ସାରଣୀ କରି 5ଟି ଖାଦ୍ୟର ନାମ ଲେଖ, ସେଇ ଖାଦ୍ୟରୁ ମିଳୁଥିବା ଖାଦ୍ୟସାର ଓ ଉପକାରିତା ଗୁଡ଼ିକ ଲେଖ। ନେକ୍ସଟ ଆସିଲା ତମର ପିଲାମାନେ ଇଂଲିଶର 1 ନମ୍ବର କ'ଣ ଦେଇଛି? ରାଇଟ୍ ଦି ଭ୍ୟାରିୟସ୍ ଇଂଲିଶ ୱାର୍ଡସ୍ ୟୁଜ୍ଡ ଇନ୍ ଓଡ଼ିଆ ଲାଙ୍ଗୁଏଜ ୟୁ ୟୁଜ୍ଡ ଇନ୍ ୟୁର ଡେଲି ଲାଇଫ୍ ଲାଇକ୍ ଟେବୁଲ ପେନ୍ ପେନ୍ସିଲ୍ ଆଦି। ପିଲାମାନେ ତମର ଭ୍ୟାରିୟସ୍ ଇଂଲିଶ ୱାର୍ଡ ଗୁଡ଼ିକ କୁହ ଯୋଉଟାକୁ ତମର ଓଡ଼ିଆ ଲାଙ୍ଗୁଏଜରେ ମଧ୍ୟ ୟୁଜ୍ କରୁଛ, ଯେମିତିକି ଟେବୁଲ ପେନ୍ ପେନ୍ସିଲ୍ ଆଦି ସେଇଭଳିଆ। 2 ନମ୍ବର ରାଇଟ୍ କ୍ୟାପିଟାଲ ଲେଟର୍ସ ଇନ୍ ୟୋର ଇଂଲିଶ ହ୍ୟାଣ୍ଡ ରାଇଟିଂ କପି ୱିଥ୍ ପ୍ରପର ଷ୍ଟ୍ରୋକ୍। ନେକ୍ସଟ 3 ନମ୍ବର ରାଇଟ୍ ଦି କାଉଣ୍ଟିଂ ନମ୍ବର୍ସ ଫ୍ରମ୍ 1 to 20 in word. Next 4 number recite and practice action songs, then share them with your friends and siblings.
ନେକ୍ସଟ ପ୍ଲାନ୍ ତୁମର ଇଂଲିଶ ଗଲା ପରେ ଆସିଲା ପରିବେଶ ପାଠ। ପ୍ଲାନ୍ ତୁମର ଯେଉଁ ଆସିଲା ପରିବେଶ ପାଠର 1 ନମ୍ବର ତୁମ ଆଖପାଖରେ କେଉଁ ସବୁ ଦୁର୍ଘଟଣା ଘଟିବାର ତୁମେ ଜାଣିଛ ଏବଂ ଏଥିପ୍ରତି କିପରି ଯତ୍ନବାନ ହେବ। ପ୍ଲାନ୍ ଏଥିପ୍ରତି କିପରି ଯତ୍ନବାନ ହେବ ସେ ବିଷୟ ଲେଖ। ନେକ୍ସଟ 2 ନମ୍ବର ବିଭିନ୍ନ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟର ନାମ ଲେଖ ଏବଂ ଏହି ବିପର୍ଯ୍ୟୟରୁ କିପରି ସୁରକ୍ଷା ଅବଲମ୍ବନ କରିବ ସାଙ୍ଗସାଥୀ ଓ ପଡ଼ୋଶୀମାନଙ୍କ ଠାରୁ ବୁଝି ଲେଖ। ନେକ୍ସଟ 3 ନମ୍ବର ରାସ୍ତା କଡ଼ରେ ଦିଆଯାଇଥିବା କେତୋଟି ସଂକେତର ଚିତ୍ର ଅଙ୍କନ କର। ଏହି ସଂକେତ ଗୁଡ଼ିକ କେଉଁ ସୂଚନା ଦେଉଛି ସେ ବିଷୟରେ ଲେଖ। ନେକ୍ସଟ ତମର 4 ନମ୍ବର ପରିବେଶ ପାଠର ଲାଷ୍ଟ କ୍ୱେଶ୍ଚନ 4 ନମ୍ବର କ'ଣ ଦେଇଛି ତୁମେମାନେ କେଉଁ କେଉଁ ସ୍ଥାନରେ ଧାଡ଼ିରେ ରହିବା ନିୟମଟି ମାନ ତାହାର ଏକ ତାଲିକା ପ୍ରସ୍ତୁତ କର। ତ ପିଲାମାନେ ଇଏ ଥିଲା ତମର ଚତୁର୍ଥ ଶ୍ରେଣୀ ପିଲାମାନଙ୍କର समर हॉलिडेज होमवर्क प्रश्न। तो पिलाने आंसर पाई समस्त चैनल को सब्सक्राइब कर दियो और वीडियो सांग मध्य शेयर कर दियो लाइक मध्य कर दियो। तो पिलाने बहुत जल्दी आंसर आम चैनल अपलोड हम तो सबुठ आगे आम चैनल ही अपलोड हम तो समस्त चैनल को सब्सक्राइब कर दियो। आंसर तुम बहुत जल्दी अपलोड कर। तो पिलाने रोचे जय जगन्नाथ नेक्स्ट वीडियो देखा।